କୋଟି ଟଙ୍କା ଖାଇଗଲେ ରେ ଆରଏଣ୍ଡବି କୁ କେନ୍ଦ୍ରାପଡ଼ା ଖାଇଗଲେ 2 କିଲୋମିଟରକୁ 7 କୋଟି ଟଙ୍କା ଖାଇଗଲେ କେନ୍ଦ୍ରାପଡ଼ା ଆରଏଣ୍ଡବି କୁ ଖାଇଗଲେ ରେ ଖାଇଗଲେ। କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକରେ କରଞ୍ଜ ଟୁ ଦହିମାଛ ଭାୟା ଗୋଖାପଡ଼ା ଦେଇ ଗୋଟେ 2 କିଲୋମିଟର ରାସ୍ତାର ଯାହା ଇଷ୍ଟିମେଟ୍ କପି ମୋତେ ମିଳିଛି 6 କୋଟି 67 ଲକ୍ଷ ଖର୍ଚ୍ଚ କରାଯାଇ ଉନ୍ନତିକରଣ କାର୍ଯ୍ୟ କରାଯାଇଛି। ନୂଆ ରାସ୍ତା ନୁହଁ, ରାସ୍ତାଟା ଉନ୍ନତିକରଣ କରାଯାଇଛି। ତ ରିପେୟାର ଯେଉଁଟା ଉନ୍ନତିକରଣ କରାଯାଏ ଯେଉଁଟା ହେଇଥାଏ ଉନ୍ନତିକରଣ 7 କୋଟି ନୂଆ ତିଆରି ହେଇନି, କିନ୍ତୁ ନୂଆ ତିଆରି ହେଲେ 2 କିଲୋମିଟରକୁ 7 କୋଟି ଟଙ୍କା ଯଦି ଖର୍ଚ୍ଚ କରାଯାଏ ତାହେଲେ ସେ ରାସ୍ତାଟାରେ ମାନେ ସୁନା ଯେଉଁ କହନ୍ତିନି ରାସ୍ତାଟା ଯେଉଁ କଥାଟା ଅଛି ରାସ୍ତାଟା ସୁନା ହେଇଯିବ ନୂଆ ତିଆରି କଲେ। କିନ୍ତୁ ଇଏ ଉନ୍ନତିକରଣ ରାସ୍ତାଟା ଯେଉଁଟା ହେଇଛି ରାସ୍ତା କାମ ସରିବାରେ 2 ରୁ 4 ମାସ ପରେ ରାସ୍ତା ଫାଟିଗଲାଣି, ଗୋଡ଼ି ଉଠିଗଲାଣି। ତ ରାସ୍ତା କାମ ଯେତେବେଳେ ଚାଲୁଥିଲା ଆମର ବଡ଼ ଭାଇ ମାନସ ଆଚାର୍ଯ୍ୟ ସେ ଗୋଟେ ଲିଖିତ ଅଭିଯୋଗ କରିଥିଲେ ସେଠିକାର ଏସ୍ଡିଓଙ୍କୁ। ସେ କଥାକୁ ଭ୍ରୁକ୍ଷେପ କଲେ ନାହିଁ, ତାକୁ ଧମକ କମ୍ ମିଳିଲା। ତାପରେ ଆମେ ତାକୁ ଆର୍ଟିଆଇରେ ତାର ସତ୍ୟାସତ୍ୟ ପାଇଁ ମାଗିଲୁ। ଆର୍ଟିଆଇରେ ତାର ସେ କ'ଣ ସେ ଯିଏ କାର୍ଯ୍ୟ କାମ କରୁଥିଲା କିଏ କାମ କିଏ କରୁଥିଲେ ଯେତେବେଳେ କହିଲେ ତୁମେ ଏଠି କ'ଣ କରୁଛ ଗୋଟେ ଧମକ ଦେଲେ ଏଠୁ ଯାହା ଇଏ କର ଗୋଡ଼େଇ ଦେଲେ ଯଦି ଗୋଡ଼େଇ ଦେଲେ ଆମେ ତାର ସତ୍ୟାସତ୍ୟ ଯେଉଁ କାମଟା ହେଉଥିଲା ତା ବିରୋଧ କରିକି ସେ ଲିଖିତ ଅଭିଯୋଗ କଲେ। ତା ସହିତ ଆର୍ଟିଆଇରେ ତଥ୍ୟ ମାଗିଲୁ ସେ କାମ ବାବଦରେ ଯାହା ମାଗିଲୁ ଆରଏଣ୍ଡବି ଡିଭିଜନ 2 ଏସିକୁ ମାଗିଲୁ କାର୍ଯ୍ୟାଳୟର ଏସିକୁ। ସିଏ ସଠିକ୍ ସମୟ ତଥ୍ୟ ଦେଲେ ନାହିଁ। ପଇସା ଯେଉଁ ହାସରେ ଦାବି କଲେ ଆମେ ତାକୁ ଡିପୋଜିଟ୍ କଲା ପରେ ସେ ହିସାବ ପଇସା ହିସାବରେ ତଥ୍ୟ ଦେଲେ ନାହିଁ। ତାପରେ ଅପିଲ କଲୁ, ଅପିଲ ଶୁଣାଣି କଲେ ନାହିଁ। ତାକୁ ଆମେ ଅଭିଯୋଗ ଲିଖିତ ଅଭିଯୋଗ କଲୁ ଦୁର୍ନୀତି ହେଇଛି, ତାପରେ କାର୍ଯ୍ୟାନୁଷ୍ଠାନ ନେବ, ତାପରେ କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ। ଏକ ପ୍ରକାର ସେ ଦୁର୍ନୀତିକି ଚପେଇ ରଖିବା ପାଇଁ ଶତ ପ୍ରକାର ଚେଷ୍ଟା ସେ ଚଳେଇଲେ। ତାପରେ ଆମେ ବାଧ୍ୟ ହୋଇକି ଲିଖିତ ଅଭିଯୋଗ କରି ବାରମ୍ବାର କହି ଚେତାବନୀ ବି ଦେଲୁ ଆପଣ ଯଦି 8 ଦିନ 15 ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ନ ହେବ ଆପଣଙ୍କ ଦ୍ୱାରା ଧାରଣା ଦେବୁ, ଆଉ ଆମକୁ ତଥ୍ୟ ଦିଅନ୍ତୁ। ଆମେ ସେଇ ହିସାବରେ ଅଭିଯୋଗ କଲା ପରେ କାର୍ଯ୍ୟାନୁଷ୍ଠାନ ନ ନେବା ଆମେ ଧାରଣାରେ ବସିଲୁ ତାଙ୍କ ଅଫିସ୍ ଆଗରେ। ଧାରଣାରେ ବସିଲା ପରେ ପ୍ରତିନିଧି ଦେଲେ 5-7 ଦିନ ଭିତରେ ଆପଣ ତଥ୍ୟ ଦିଆଯିବ ଆଉ କାର୍ଯ୍ୟାନୁଷ୍ଠାନ ନିଆଯିବ। ବସିକି ପୁରା ଅଧଘଣ୍ଟା ବସିକି ଆଲୋଚନା ହେଲା, ଇଏ ହେଲା, ପ୍ରତିନିଧି ଦେଲେ। କିନ୍ତୁ ଦେଲା ପରେ ଆଉ କୌଣସି ତାଙ୍କରି ମାଧ୍ୟମରେ ଆମେ ଚିଫ୍ ଇଞ୍ଜିନିୟରଙ୍କୁ ଅଭିଯୋଗ ସେ ଏସିକି ଲଜ୍ଜା ଲାଗିବା କଥା। ସେ ଏସିଙ୍କ ମାଧ୍ୟମରେ ଆମେ ଚିଫ୍ ଇଞ୍ଜିନିୟରଙ୍କ ପାଖକୁ ଅଭିଯୋଗ କଲୁ ଯେ ଆଗାମୀ 4 ସପ୍ତାହ ଭିତରେ ଯଦି କାର୍ଯ୍ୟାନୁଷ୍ଠାନ ନ ନିଆଯାଏ ଆମେ ଚିଫ୍ ଇଞ୍ଜିନିୟର ପାଖରେ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଧାରଣା ଦେବୁ। ସେଟାକୁ ଖାତିର କଲେ ନାହିଁ ଯେ କାଳେ ଚିଫ୍ ଇଞ୍ଜିନିୟର ପାଖରେ ଧାରଣାରେ ବସିଯିବେ କି କ'ଣ করে କାର୍ଯ୍ୟାନୁଷ୍ଠାନ କରି ଉପରିସ୍ଥ ହେବେ। ତାକୁ ଇଏ କାର୍ଯ୍ୟାନୁଷ୍ଠାନ ନେଲେ ନେଇ ଆସି ଆମେ ଚିଫ୍ ଇଞ୍ଜିନିୟରକୁ ଆସି ପର୍ସନାଲି ଭେଟିଲୁ, 4-5 ଜଣ ଆସି ଭେଟିଲୁ, ଲିଖିତ ଅଭିଯୋଗ କଲୁ। ତାପରେ ଚିଫ୍ ଇଞ୍ଜିନିୟର ବି କ'ଣ କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ। ତାପରେ ଆମେ ଯେଉଁ 21 ତାରିଖ ଦିନ ଧାରଣା ଦେବା ପାଇଁ କହିଥିଲୁ ଆମର ଜାନୁଆରୀ 26 ପାଇଁ ପରିଚ୍ଛନ୍ନ ମିଳିଲାନି। ତାପରେ ପୁଣି 28 ତାରିଖ ପାଇଁ ମାନେ ଲିଖିତ ଦେଲୁ ବସି ବୋଲି 28 ତାରିଖ ମହାମହିମ ରାଷ୍ଟ୍ରପତି ଆସିଲେ ଆମକୁ ପରମିଶନ ମିଳିଲାନି। ମାନେ ମୋ କହିବା ଅର୍ଥ 2 ଥର 3 ଥର ଚିଫ୍ ଇଞ୍ଜିନିୟରକୁ ଲେଖା ଦିଆଯାଇଛି ଯେ ଆମେ ଧାରଣାରେ ବସିବୁ ବୋଲି, କିନ୍ତୁ ପରମିଶନ ନ ମିଳିବାରେ ବସିପାରିନୁ। ଆଜି ମିଳିଲା ପରମିଶନ ବସିଲୁ, କିନ୍ତୁ ଚିଫ୍ ଇଞ୍ଜିନିୟର ବି ତାପରେ କାର୍ଯ୍ୟାନୁଷ୍ଠାନ ନେଲେ। ବଡ଼ ଦୁଃଖ ଆଉ ପରିତାପର ବିଷୟ ଚିଫ୍ ଇଞ୍ଜିନିୟର ବି ଆମେ ଭେଟି ଯାଇସାରିଲା ପରେ ଆଡ଼ିସନାଲ ଚିଫ୍ ଇଞ୍ଜିନିୟର ଦୁଃଖ କହିସାରିଲା ପରେ ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନେଲାନି। ତେଣୁ ଆପଣ ଯେଉଁ କଥା କହୁଥିଲେ ଦୁର୍ନୀତି ହେଇଛି କେଉଁ ଟାଇପ୍ର ମାନେ ସେଠି କାମ ହେଇଛି? 7 କୋଟି ଟଙ୍କାର କାମ ମୁଁ ଯେଉଁ କହିଲି ରାସ୍ତାର ଠିକ୍ ନାହିଁ ସେଇଟା ବା ମୁଁ କହିଲି ବୁଝିଲେନି କି ଯେଉଁ 4 ମାସ ଗଲାନି ସେ ରାସ୍ତା ଫାଟିଗଲାଣି, ଗୋଡ଼ି ଉଠିଗଲାଣି, ଆଉ ସେ କାମ କ'ଣଟା ହେଇଛି? ସେଇ ରାସ୍ତାରେ ବଡ଼ ଗାଡ଼ି ଯିବା ଆସିବା ହୁଏ? ହଁ ଗାଡ଼ି ବଡ଼ ଗାଡ଼ି ସେ ଯେଉଁ ଗାଡ଼ି ସେ ଯେଉଁ ରାସ୍ତାଟି ଆମର ଢଳେଇ ହେଇଛି, ପିଚୁ ବି ହେଇଛି। ସେ ଢଳେଇ ଯେତିକ ପିଚୁ ମାନେ କ'ଣ କହିଲେ ଫାଟିଗଲାଣି, ଗୋଡ଼ି ଉଠିଲାଣି, ପିଚୁ ବି ଉଠିବା ଆରମ୍ଭ କଲାଣି। ଗାଡ଼ି ତ କେତେବେଳେ କେମିତି ଯିବା ଆସିବା କରୁଛି ସେଟା ଦରକାର, କିନ୍ତୁ ଆପଣ ଚିନ୍ତା କରନ୍ତୁ ନୂଆ ରାସ୍ତାଟିଏ ଯେତେ ଗାଡ଼ି ବି ଯାଉ, ଯେଉଁ ଗାଡ଼ି ବି ଯାଉ, 2 ମାସ 4 ମାସ ଭିତରେ 7 କୋଟି ଟଙ୍କା ଖର୍ଚ୍ଚ ହେଇଛି ମାତ୍ର 2 କିଲୋମିଟର ପାଇଁ। ସେ ରାସ୍ତାରେ ଗୋଡ଼ି ଉଠିଯିବ କି? ମୋତେ କହିଲେ ଏଇଟା କେଉଁ ଭଳିଆ କାମ ହେଇଛି ଆପଣ ହିସାବ କରୁନାହାନ୍ତି। ଆଜ୍ଞା ରାସ୍ତା ଖରାପ ହେଲେ ବହୁତ ଆକ୍ସିଡେଣ୍ଟ ମଧ୍ୟ ହୁଏ, କିଛି ସମସ୍ୟା ଏଇ ସାথে ଯେହେତୁ ଗୋଡ଼ି ଉଠିବା ଆରମ୍ଭ ହେଇଛି ମାନେ ଇଏ ଫାଟିଛି ପୁରା ଖାଲକମା ଯେଉଁଟା କହନ୍ତି ହେଇନାହିଁ, ଆଗାମୀ ଦିନରେ ହେଇଗଲା ପରେ ଆକ୍ସିଡେଣ୍ଟ ସୁନିଶ୍ଚିତ ହେବ ଆଉ ନିଶ୍ଚିତ ଜୀବନ ଯିବାଟା ଥୟ। ଆଚ୍ଛା ଜେଇ ଆସିଥିବ ତାପରେ ଆପଣ ଚିଫ୍ ଇଞ୍ଜିନିୟରକୁ ଭେଟିଥିଲେ, ସେମାନେ କାହିଁକି ଶୁଣୁନାହାନ୍ତି କିଛି? ଚିଫ୍ ଇଞ୍ଜିନିୟରଙ୍କୁ ଆମେ ନ ଭେଟିଲେ ବି ଆଡ଼ିସନାଲ ଚିଫ୍ ଇଞ୍ଜିନିୟର ଭେଟିକି ଲିଖିତ ଅଭିଯୋଗ କରିଥିଲୁ। କିନ୍ତୁ ଏସି ଯେଉଁ ଆମ ରବୀନ୍ଦ୍ର ଜେନା ଅଛନ୍ତି ଯେଉଁ କେନ୍ଦ୍ରାପଡ଼ା ଆରଏଣ୍ଡବି ଡିଭିଜନ 2ର ସେ ପିସି ପ୍ରବଳ ମାତ୍ରାରେ ଖାଇ ଦେଇଛନ୍ତି। କୌଣସି ପ୍ରକାର ଇଏ ଯେଉଁ ଅଭିଯୋଗଟା ଦୁର୍ନୀତି ହେଇଛି ଚପେଇ ରଖିବା ପାଇଁ ଚେଷ୍ଟା କରୁଛନ୍ତି, ସବୁ ପ୍ରକାର ଚେଷ୍ଟା କରୁଛନ୍ତି। ଆମକୁ ବୁଝେଇଲେ, ପ୍ରତିନିଧି ଦେଲେ, କାହିଁ କାର୍ଯ୍ୟାନୁଷ୍ଠାନ ନେଲେନି ମୋତେ କହୁନାହାନ୍ତି, କହିପାରିବେ ୟାର ଉତ୍ତର ଦେଇପାରିବେ କି?
ସେ ଦଉନାହାନ୍ତି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ଓଲଟି ଚିଫ୍ ଇଞ୍ଜିନିୟର କ'ଣ ପାଠ ପଢ଼ାଉଥିବେ ତାଙ୍କ ଅଫିସିଆଲି ଚିଫ୍ ଇଞ୍ଜିନିୟର ବି କାମ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ରାଜଧାନୀ ଆସିଲେ କାହାକୁ ଦେଖା କରିଛନ୍ତି? ତ ଆମେ ରାଜଧାନୀ ଆମେ ଅଭିଯୋଗ ଚିଫ୍ ଇଞ୍ଜିନିୟର ଭେଟିକି ଅଭିଯୋଗ କରିଥିଲୁ। ତ ତେଣୁକରି ସେ ଯେତେବେଳେ କାର୍ଯ୍ୟାନୁଷ୍ଠାନ ନହେଲା ଆଜି ଧାରଣାରେ ବସିଛୁ। ଆମେ ଧାରଣାରେ ବସିବାର ମୁଖ୍ୟ ଉଦ୍ଦେଶ୍ୟ ଯେ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନ ହେଇଛି ଆମେ ଧାରଣାରେ ଉଠିବୁ ନାହିଁ। 7 ଦିନ ବସିବା ପର୍ଯ୍ୟନ୍ତ ଆମେ ଏଇ ଧାରଣା ଚାଲୁ ରଖିବୁ। ଆଗାମୀ ଦିନ 7 ଦିନ ଭିତରେ ଯଦି କାର୍ଯ୍ୟାନୁଷ୍ଠାନ ନ ହେଲା 7 ଦିନ ପରେ ଆମେ ଏଇ ଧାରଣାଟାକୁ ଆମରଣ ଅନଶନରେ ପରିବର୍ତ୍ତନ କରି ଆମରଣ ଅନଶନରେ ବସିବୁ ସମସ୍ତେ।